ଆମର ଭେରାଇଟି ଟାଇପ୍ର ପଖାଳ ବନାହେଇଛି, ଯେମିତି ଅରୁଆ ପଖାଳ, ଉଷୁନା ପଖାଳ, ତଟକା ପଖାଳ, ତା ସହିତ ଭେରାଇଟି ଟାଇପ୍ର ବନାହେଇଛି ଭଜା ଆଇଟମ୍। ଆଉ ଏଟା ଭୁଲ ଧାରଣା, ପଖାଳ ଖାଇଦେଲେ କିଏ ମୋଟା ହେଇଯାଆନ୍ତିନି। ସେଇଟା ଆମ ହେଲ୍ଥକୁ ଦେଖିକି, କାହାର ତ ଭାବନାକୁ ଆମେ ଚେଞ୍ଜ କରିପାରିବା। ମୋ ନେମ୍ ଅନୁସୟା ପ୍ରଧାନ, ମୁଁ ହୋଟେଲ ଏମ୍ପାୟାର୍ସରେ ହଷ୍ଟେସ୍ ପୋଷ୍ଟରେ ଅଛି। ପଖାଳ ଦିବସରେ ତ ଆମର ଫାଷ୍ଟ ଅଫ୍ ଅଲ୍ ଓଡ଼ିଆ ଷ୍ଟାଇଲ୍ ପୁରାପୁରି ହେଇଛି। ଯେମିତିକି ଦେଖିପାରୁଥିବେ ମୁଁ ଲୁଗା ପିନ୍ଧିଛି, ଆମ କଲିଗ୍ସ ମାନେ ପଞ୍ଜାବୀ ପିନ୍ଧିଛନ୍ତି। ସେଇ ଅନୁସାରେ ଆମର ଭେରାଇଟି ଟାଇପ୍ର ପଖାଳ ବନାହେଇଛି, ଯେମିତି ଅରୁଆ ପଖାଳ, ଉଷୁନା ପଖାଳ, ତଟକା ପଖାଳ, ତା ସହିତ ଭେରାଇଟି ଟାଇପ୍ର ବନାହେଇଛି ଭଜା ଆଇଟମ୍। ଆଉ ନନ୍ଭେଜ୍ରେ ବି ସେମିତି ଅଛି ଭଜା, ବଡ଼ିଚୁରା, ଛତୁ ଭଜା, ଶାଗ ଭଜା, ଭେଣ୍ଡି ଭଜା, ଏମିତିରେ ମାଛ ଭଜା, ଚୁନା ମାଛ ଭଜା, ଚିଙ୍ଗୁଡ଼ି ମାଛ ଭଜା। ମତେ ସବୁ ଆଇଟମ୍ ଭଲ ଲାଗୁଛି। ଆଜ୍ଞା, ମତେ ବଡ଼ିଚୁରା, ଶାଗ ଭଜା, ମାଛ ଭଜା। ଆଜ୍ଞା, ନା ନା, ସେଇଟା ଭୁଲ ଧାରଣା। ପଖାଳ ଖାଇଦେଲେ କିଏ ମୋଟା ହେଇଯାଆନ୍ତିନି। ସେଇଟା ଆମ ହେଲ୍ଥକୁ ଦେଖିକି, କାହାର ତ ଭାବନାକୁ ଆମେ ଚେଞ୍ଜ କରିପାରିବାନି। ଆଉ ରହିଲା କି ଏଇଟା ଯେହେତୁ ଏଇଟା ହେଲା ଆମ ଓଡ଼ିଶାରେ ପଖାଳଟା ନିହାତି ଦରକାର। କେତେବେଳେ କେମିତି ତ ଆମ ପାଟିରେ ମାନେ ପଖାଳ ବାଜିବା ଦରକାର। ଆଉ ରହିଲା କି କିଏ କ'ଣ କହିବ, ମୋଟା ହେଇଯିବ କି କ'ଣ, ସେଇଟା ସରି ସାର୍ ମୁଁ ଜାଣିନି। ଆଜ୍ଞା, ହଁ, ହେଇପାରିବେନି କାହିଁକି, ବହୁତ ସୁନ୍ଦର ହେଇପାରିବେ। ବହୁତ ଜରୁରୀ ସାର୍, ବହୁତ ଦରକାର। ମାନେ ହେଲ୍ଥ ପାଇଁ ହେଲେ ବହୁତ ଦରକାର ପଖାଳଟା ହେଲେ ତ ମାନେ କ'ଣ, ତୋରାଣୀଟା ବହୁତ ଦରକାର। ଭାତ ହଉ ବା ନ ହଉ, କିନ୍ତୁ ଟଙ୍କ ତୋରାଣୀ ଯେମିତି କୁହନ୍ତି କି ପୁରୀ ଶ୍ରୀମନ୍ଦିରରେ ଲାଗୁଛି, ଭକ୍ତମାନେ ଯାଉଛନ୍ତି ଶ୍ରୀମନ୍ଦିରକୁ ଖାଲି ଟଙ୍କ ତୋରାଣୀ ପିଇବା ପାଇଁ ବି, ସେମିତି ଘରେ ଆମର ବି ବନା ହେଉଛି ପଖାଳ ଭାତ। ଆଟଲିଷ୍ଟ ପଖାଳ ଭାତ ନ ଖାଇଲେ ନାହିଁ ତ ତୋରାଣୀଟା ପିଇବା ନିହାତି ଦରକାର, ମାନେ ହେଲ୍ଥ ପାଇଁ ବହୁତ ଭଲ। ଆମର ରହୁଛି ଭେଜ୍ଟା ରହୁଛି 666, ମାନେ 666 ପ୍ଲସ୍ GST। ଆଉ ନନ୍ଭେଜ୍ଟା ରହୁଛି 999 ପ୍ଲସ୍ GST। ନନ୍ଭେଜ୍ରେ ଆମର ରହୁଛି ଯେମିତିକି ପୋହଳା ମାଛ ଭଜା ରହୁଛି, ଚିଙ୍ଗୁଡ଼ି ମାଛ ଭଜା ରହୁଛି, ରୋହି ମାଛ ଭଜା ରହୁଛି, ଚୁନା ମାଛ ଭଜା ରହୁଛି। ଆମର 5 ଏପ୍ରିଲ ପର୍ଯ୍ୟନ୍ତ ଚାଲିବ।